कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ओम नमो भगवते वासुदेवाय। हरि ओम। प्रिय सज्जन मंडली, पूर्व वीडियो रे आमे पाठ करथिले अति बड़ी जगन्नाथ दास प्रणीत श्रीमद् भागवत महापुराण प्रथम स्कंद 16 अध्याय। आज आसतु आमे पाठ करिबा सप्तदश अध्याय। ओम श्री परमात्मने नमः। श्रीमद् भागवत महापुराण प्रथम स्कंद सप्तदश अध्याय। कली दंडिले परीक्षित शपथ दिशे चरित सुतवाच एबे हो शुण मुनिजने हरिचरित शुद्ध मने से प्राचीसर स्वती कूले विजय चतुरंग बले से राज ऋषि परीक्षित तेजे की प्रका से आदित्य तक्षणे सरस्वती कूले मिलिले गोमिथुन मेले देखिले राज बेशधारी लुहार जष्टि करे धरी स्वभावे शूद्र तार देही नटर प्राय सज होई आहरक्ष प्राणी वृषपादे दंड प्रहारे घोर नादे स्वभावे एक चरण प्रहार करे पुण पुण तार प्रहारे से विकल लोचनु बहे अश्रुजल कंपई महा भये देहि मूत्र पुरीश उत्सर्गई पादे प्रहारे धेनु पुण लुटई चतुर चरण तार प्रहारे धेनु कांदे स्थिर न रहे चारि पादे बश्चा विहीन कृश देहि क्षुधाते भोज नई छई तार निकटे रथे थाई नृपति अचंबित होई बाण आरोपी धनुर्गुणे गभीर कमलवचने अनाई वृष हलबदन पुछई प्रहार कारण। राजा परीक्षित उवाच कह के बण कारण किंपाई करु प्रहारण काहू अइलु तु पुरुष कह तोहर नाम किस मोर शरण नरलोक एहाकु करुतु निरेख
ନିର୍ବଳ ପ୍ରାଣୀକୁ ଚରଣେ ପ୍ରହାରୁ ବଳିୟାର ପଣେ ବେଶେ ତୁ ରାଜ ରୂପ ଧରୁ ଶୂଦ୍ରର ପ୍ରାୟ କର୍ମ କରୁ କହ ଏ କେବଳ କାରଣ ଦେଖ ମୋ କରେ ଧନୁର୍ବାଣ ଦେଖ ଅର୍ଜୁନ ସଙ୍ଗେ କରି ନିଜ ଭୁବନ ଗଲେ ହରି ପ୍ରାଣୀକୁ ଜାଣି ଅରକ୍ଷିତ ନିଜ ବଳରେ କରୁ ହତ ପ୍ରାଣୀ ସଂହରୁ ଅବହେଳେ କାଳ ତ ପୁରିଲା ନିଶ୍ଚଳେ ପୁଣି ବୃଷଭ ମୁଖ ଚାହିଁ ସମ୍ଭ୍ରମେ ଚିତ୍ତ ପଚାରଇ ତୁ ବୃଷ ମୃଣାଳ ଧବଳ ଏକଇ ପାଦେ ତୁମ୍ଭେ ଚଳ ତିନି ଚରଣ ତୋର ଥିଲା କହ କି ହେତୁ କେଣେ ଗଲା କେଉଁ ଦେବତା କହ ତୁଇ ମାୟାରେ ବୃଷ ରୂପ ହୋଇ ଏକଥା ମୋତେ ବଡ଼ ଗରୁ ମୋହର ମନେ ଖେଦ କରୁ ଦେଖ କୌରବ ବଂଶ ବୁଝେ ଭଲେ ରଖିତ ମୋର ରାଜେ ପ୍ରାଣୀ ଲୋଚନ ଅଶ୍ରୁଜଳ କେବେ ନ ପଡ଼ଇ ତଳ ପୁଣି ସୁରଭି ମୁଖ ଚାହିଁ ଆଶ୍ୱାସ ବାକ୍ୟ ପଚାରଇ ତୁ ଧେନୁ କାନ୍ଦୁ କାହିଁ ପାଇଁ ବୃଷଳ ଭୟ ତୋତେ ନାହିଁ ଭୋମାତା ରୋଦନ ନ କର ମୁହିଁ ଖଳଙ୍କ ଦର୍ପହର ମୁହିଁ ପାଳକ ଅଛି ଜହିଁ ମୋର ପ୍ରଜାଙ୍କୁ ଦୁଃଖ କାହିଁ ଯାହାର ରାଜ୍ୟ ପ୍ରଜା କୂଳେ ହିଂସା କରନ୍ତି ଦୁଷ୍ଟ ଖୋଳେ ତା ଯେବେ ରାଜା ନ ଶୁଣଇ ତାର ଆୟୁଷ ଯଶ କାହିଁ ନାଶଇ ଇହ ପରଲୋକ ଅନ୍ତେ ସେ ପଡ଼ଇ ନରକ ରାଜପଣର ଧର୍ମ ଏହି ନିଶ୍ଚିନ୍ତେ ପ୍ରଜା ଯେ ପାଳଇ ଏଣୁ ଏହାକୁ ବୋଧ କରି ଧର୍ମେ ଅଧର୍ମ ଦୂର କରି ପ୍ରଜା ରକ୍ଷଣେ ଏ କାରଣ ଏବେ ହୋ ବୃଷଭ ତୁ ଶୁଣ ତୋର ଚତୁର ପାଦ ଥିଲା ତିନି ଚରଣ କେନେ ଗଲା କୃଷ୍ଣ ସେବକ ରାଜେ କେହି ତୋ ପରି ଦୁଃଖ ଚିତେ ନାହିଁ ତୋହର ବିରୂପ ଚରଣ ପାଣ୍ଡବ ବଂଶେ ଦୂଷଣ ଯେ ସାଧୁ ହିଂସେ ଅବହେଳେ ଧର୍ମ ନାଶଇ ମୋହି ତଳେ ନିର୍ଦ୍ଦୋଷ ପ୍ରାଣୀ କି ଯେ ହିଂସେ ସେ ଅପରାଧେ ଆତ୍ମା ନାଶେ ତାହା ତୁ କହ ମୋ ଆଗର ମଙ୍ଗଳ କରିବି ତୁମ୍ବର ସଂସାରେ ପାପୀ ଜନଙ୍କର ମୋ ଭୟ ହୃଦୟ କାତର ଏଣୁ ଏ ଲୋକେ ଅପଯଶ ଯେ କରେ ହୋଇ ନିରଙ୍କୁଶ ମୁହିଁ ତାହାର ଭୁଜ ଦୁଇ ଛେଦିବି ଯେବେ ଦେବ ହୋଇ ରାଜା ପରମ ଧର୍ମ ଏହି ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ସ୍ୱଧର୍ମେ ପାଳେ ବସୁନ୍ଧରି ଖଳ ଚୌର୍ଯ୍ୟ ଯେ ନିବାରି ଯେ ଚାରି ବର୍ଣ୍ଣ ଏ ଜଗତେ ସ୍ୱଧର୍ମ ଛାଡ଼ି ଅନ୍ୟ ପଥେ ତାହାଙ୍କ ଗର୍ବ ଯେବେ ହରେ ସେ ରାଜା ଧର୍ମେ ରାଜ୍ୟ କରେ ରାଜାର ବାକ୍ୟ ଶୁଣି ତ ସେ ଧର୍ମ କହନ୍ତି ହର ସେ ଧର୍ମବାଚ ପାଣ୍ଡବ ବଂଶେ ଏବେ ଭାର ଆରତ ପ୍ରାଣୀ ଭୟ ହର ଯାହାର ପୁଣ୍ୟ ଗୁଣେ ହରି ସାରଥି ଦୂତ ଫଣ କରି ଶୁଣ ହୋ ପୁରୁଷ ଉତ୍ତମ ଯାହାର ଯେବା ନିଜ ଧର୍ମ ପ୍ରାଣୀଙ୍କ କ୍ଲେଶ ବୀଜ ଯହୁଁ ତାହା ଜାଣିବା ଆମ୍ଭେ କାହୁଁ ଯେ ବାକ୍ୟ ଭେଦ ବିମୋହନ ତେଣୁ ନ ଜାଣେ ତାକୁ ଜନ କେ ଆତ୍ମଜ୍ଞାନେ ଆତ୍ମା ଧରେ କେ ଦେହ ବିକଳ୍ପ ବିଚାରେ କେ ବୋଲେ ଦୈବ ବଳିୟାର କେ ବୋଲେ କର୍ମର ଏ ଫଳ କେ ବୋଲେ ସ୍ୱଭାବ ଏହାର କେ ବୋଲେ କରନ୍ତି ଈଶ୍ୱର ତରିକି ନ ପାରି ଯା ମନେ କେ ତାହା କହିବ ବଚନେ ଏ ଆଦି ଯେ ବିଧି ବୃତ୍ତାନ୍ତ ତୁ ରାଜା ଏହା ମନେ ଚିନ୍ତ ସୁତ ଉବାଚ ଏମନ୍ତେ ଧର୍ମ ମୁଖୁ ବାଣୀ ଯେ ରାଜା ସାବଧାନେ ଶୁଣି ମନରୁ ଖେଦ
দূর কলা স্বরূপে ধর্মକୁ ଦେଖିଲାম ଦେହେ ଉତରି ଅକ୍ଷମାଳ କୋଟିରେ ଅର୍ଜୁନ ଦୁକୁଳ ଲମ୍ବ ସୁନ୍ଦର ଚାରିକର ଶିରେ ଶୋଭିତ ଜଟା ଭାର ତନୁ ଶଶାଙ୍କ ବପୁ ଗଞ୍ଜେ ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ ବସନ ତଳି ତତରାସ ରାଜା ଦେଖିଲା ଏହୁ ବେଶ ରାଜାକୁ ସ୍ୱରୂପ ଦେଖାଇ ସେ ବୃଷ ଏକ ପାଦେ ରହି ସେ ରାଜା ଲକ୍ଷ୍ମୀ ଧର୍ମ ରୂପ ଚିତେ ପ୍ରକାଶେ ଜ୍ଞାନ ଦୀପ କପାଳେ ଦେଇବେନି କର ଧର୍ମକୁ ବୋଲେ ନୃପବର ରାଜା ପରୀକ୍ଷିତ ଉବାଚ ତୁ ଧର୍ମ କଥା କହୁ ଛଳେ ବୃଷଭ ରୂପ ବହୁ ଅଧର୍ମ କର୍ମ ଯେ କରଇ ଯେ ଅବା ତାହା ପ୍ରକାଶଇ ନରକେ ଗତି ଦୁହିଁଙ୍କର ଏ ରୂପ ଶାସ୍ତ୍ରର ବିଚାର କିବା ଏ ଦେବ ମାୟା ଗତି କେ ଜାଣିପାରେ ଚିତେ ଚିନ୍ତି ମନ ବଚନେ ଅଗୋଚର ନିଶ୍ଚୟ ବିଚାର ତୋହର ତେଣୁ ଏଣୁ ତୁ ନ କହିଲୁ ମୋତେ ବିଚାର କରେ ହୃଦଗତେ ତୋହର ଚତୁର ଚରଣ ପ୍ରଥମ ଯୁଗେ ଆଚରଣ ତପ ଶୌଚ ଦୟା ସତ୍ୟ ଏ ଯୁଗ ଅନୁରୂପେ କୃତ୍ୟ ସତ୍ୟର ଅନ୍ତେ ତପ ଗଲା ଶୌଚ ତ୍ରେତୟା ହରିଲା ଦ୍ୱାପର ଗଲା ଦୟା ସଙ୍ଗେ ସତ୍ୟ ହରିଲା କଳି ଯୁଗେ ତପକୁ ଗର୍ବ ନାଶ କଲା ଶୌଚକୁ ବିଷୟ ହରିଲା ଦୟା ହରିଲା ମଦ ବଳେ ସତ୍ୟ ରହିଲା ଏ ଶୟଳେ ଏବେ ଯେ ଅଛି ଏକ ପାଦ ଏ କଳି ତାହାକୁ ଆପଦ ଚିନ୍ତଇ ମିଥ୍ୟା ଧର୍ମରେ କିମ୍ବା ମୋର ଅଧିକାରେ କଠୋର ସତ୍ୟ ଯେ ପାଳିବ ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ଏ ସତ୍ୟ ଭାବୁ ସତ୍ୟ ଯୁଗ ଏ କଳି ଅନ୍ତେ ପ୍ରକାଶିବ ଏ ଭୂମି ଭାର ଅପହରି ଶ୍ରୀକୃଷ୍ଣ ଗଲେ ଅପସରି କୃଷ୍ଣର ପାଦ ପଦ୍ମରେଖା ତେଣୁ ଏ ଦିଶେ କୌତୁକା ପବିତ୍ର ସୁନ୍ଦର ଶରୀର ଦେଖି ସାନନ୍ଦ ସୁର ନର ସେ ହରି ଛାଡ଼ି ଗଲା ଯେବେ ଦେଖ ଏହାର ଦୁଃଖ ଏବେ ଦୁର୍ଭଗା ପ୍ରାୟ ଅଶ୍ରୁମୁଖୀ କାନ୍ଦଇ ଅତି ଦୁଃଖେ ଦୁଃଖୀ ପାପିଷ୍ଟ ଶୂଦ୍ର ରାଜା ଯେତେ ସର୍ବେ ଭୁଞ୍ଜିବେ ମିଳି ମତେ ଏମନ୍ତେ ଧର୍ମ ବସୁନ୍ଧରୀ ବାକ୍ୟ ପ୍ରବନ୍ଧେ ବୋଧ କରି ତୀକ୍ଷ୍ମ ଖଡ଼ଗ ଧରି ହସ୍ତେ ମିଳିଲା କଳିର ଅଗ୍ରତେ ଅଧର୍ମ ହେତୁ ବଳେ ମାରି ମୁହିଁ ପାଳିବି ବସନ୍ଧରୀ କଳି ଦେଖିଣତା ବଦନ ଛାଡ଼ିଲା ନୃପତି ଲାଞ୍ଚନ ପ୍ରାଣ କାତରେ ଉଦବେଗେ ପଡ଼ିଲା ରାଜା ପାଦ ଯୁଗେ ସେ କଳି ଜୀବନ ବିକଳେ ପାଦେ ପଡ଼ିଲା ଯେତେବେଳେ ଦେଖିଣ କଳିର ବିକଳ ସ୍ୱଭାବେ ଶରଣ ବତ୍ସଳ ତାର ବିକଳ ମୁଖ ଦେଖି ଖଡ଼ଗ ଭୁଜ ଊର୍ଦ୍ଧ୍ୱେ ରଖି ଛେଦନ ନ କରି ତା ଶିର ହସି ବୋଲନ୍ତି ନୃପବର ରାଜା ପରୀକ୍ଷିତ ଉବାଚ ତୁ ଯେ ଅଞ୍ଜଳି ଶିରେ ଧରି ପାଦେ ପଡ଼ିଲୁ ଭୟ କରି ଅର୍ଜୁନ ବଂଶେ ଜାତ ଯାର ତାହାକୁ ଭୟ ନାହିଁ ତୋର ଅଧର୍ମ ବନ୍ଧୁ ତୁ ସ୍ୱଭାବେ ମୋର ବଚନ ଶୁଣ ଏବେ ମୋହର ଦେଶେ ନ ପଶିବୁ ଯେବେ ତୁ ଜୀବନେ ବଞ୍ଚିବୁ ତୁ କେନେ ଥିବୁ ରାଜା ଘରେ ଅଧର୍ମ ଯୁଥ ତୋ ସଙ୍ଗରେ ଲୋଭ ସତ୍ୟ ଚୌର୍ଯ୍ୟ କର୍ମ ଇଆଦି ଅଶେଷ ଧର୍ମ ଦୁର୍ଜନ ଆଚରଣ ଅମ୍ହ ମାୟା କଳହ ଦମ୍ଭ ମୋହ ତୋହର ସଙ୍ଗେ ଥାନ୍ତି ଏତେ
ମୋ ଦେଶେ ଥିବୁ ତୁ କେମନ୍ତେ ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ତହିଁ ତୁ ନ ପଶିବୁ ଭ୍ରମେ ଏ ବ୍ରହ୍ମାବର୍ତ୍ତେ ଯେତେ ଜନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ আগম নিগম প্রমাণে যজ্ঞ সম্পাদি যে ব্রাহ্মণে হরিচরণে পূজা করি যেণে সন্তোষ নরহরি স্থাবর আদি চারি দেহে বাহ্য অন্তরে ব্যাপী রহে যেনে পবন এ শরীরে বহই অন্তর বাহারে সে হরি পূজা করে যেহি তহি প্রবেশ তর নাহি এ ধর্ম মোহর প্রমাণ এথকু সাক্ষী নারাୟଣ ସୁତ ଉବାଚ ଶୁଣି ସେ ରାଜାର ଉତ୍ତର କଳି କମ୍ପଇ ଥର ହର ଉଚେ ଉଞ୍ଚାଇ ଅଶିବର ଦିଶଇ ଯେନେ ଦଣ୍ଡଧର ସେ ରାଜା ମୁଖ କଳି ଚାହିଁ ବଲଇ ଶିରେ କର ଦେଇ କଳି ଉବାଚ ଭୋ ରାଜା ମୁଁ ତୋର ବଚନେ ଥିବି ତ ଆଜ୍ଞା ପରମାଏ তোতে দেখই আগ পছে খড়গ হস্তে তু প্রত্যক্ষে তু ধর্ম প্রাণীঙ্কর সার বিচারি মতে স্থান কর যহি নিশ্চিন্তে থিবি মুহি তোহর আজ্ঞা শিরে বহি সুত উবাচ কলি বচন শুনি হসি সন্তোষ চিতে রাজ ঋষি চারি প্রকারে স্থান দেলা নিত্য অধর্ম জহি মেলা দ্যুত কামিনী মদ্যপান প্রাণী মারণ যেবা স্থান পুଣି বলই কলি যুগ মোর এ স্থান চারি ভাগ যহি ମୁଁ ଥିବି ନିରନ୍ତରେ ପଞ୍ଚମ ସ୍ଥାନ ଦିଅ ମୋରେ କଳିର ବାକ୍ୟ ଭାଳିଛି ତେ ସୁବର୍ଣ୍ଣ ଦେଲା ତାର ହସ୍ତେ ଏ ପଞ୍ଚସ୍ଥାନ ପଞ୍ଚଗୁଣ ବ୍ରାହ୍ମଣେ ସାବଧାନେ ଶୁଣ ମିଥ୍ୟା ବସଇ ଦ୍ୟୁତ ମଧ୍ୟେ କାମ କାମିନୀ ମଦ ମଧ୍ୟେ ପ୍ରାଣୀ ମାରଣେ ରଜ ଗୁଣ ସୁବର୍ଣ୍ଣ ମଧ୍ୟେ ରିପୁଗଣ ଏ ପଞ୍ଚସ୍ଥାନ ତାରେ ଦେଲା ଯହିଁ ଅଧର୍ମ ସଙ୍ଗ ମେଳା ପ୍ରମାଣୀ ଅଭିମନ୍ୟୁ ବୋଳା କଳି ଯୁଗକୁ ସ୍ଥାନ ଦେଲା ତକ୍ଷଣେ ରାଜାର ବଚନେ କଳି ବସିଲା ପଞ୍ଚସ୍ଥାନେ ଏଣୁ ଏମାନଙ୍କୁ ସେବନ ନ କରେ ବିଜ୍ଞ ଯେଉଁ ଜନ ସେ ଧର୍ମଶୀଳ ଯେହ୍ନେ ମେରୁ ସ୍ୱଭାବେ ଲୋକପତି ଗୁରୁ ତପସ ଉଚ୍ଚ ଦୟା ତିନି ବୃଷଭ ପାଦ ବୋଲି ମାନି ନିଜର ବିଷୟ ପାଳନେ ବର୍ତ୍ତିଲା ଏ ଚାରି ଚରଣେ ଆଶ୍ୱାସ ବାକ୍ୟ ମନୋହରି ପୃଥିବୀ ସମବୃଦ୍ଧି କରି ସ୍ୱଭାବେ ସ୍ୱଧର୍ମ ପାଳନେ ରାଜା ଉଚିତ ଯେ ପ୍ରମାଣେ ଧର୍ମ ନନ୍ଦନ ଧରି କୋଳେ ତପେ ଅରଣ୍ୟେ ଯିବା ବେଳେ ପରୀକ୍ଷି ରାଜ ଶିକ୍ଷା ଦେଇ ସ୍ୱର୍ଗେ ଚଳିଲେ ପାଞ୍ଚ ଭାଇ ସେହି ପ୍ରକାରେ ମନେ ଗୁଣି ରହେ କୌରବ ଶିରୋମଣି ହସ୍ତିନାପୁରେ ରାଜନୀତି ପ୍ରଜାପାଳନେ ଚକ୍ରବର୍ତ୍ତୀ ଏମନ୍ତେ ଅଭିମନ୍ୟୁ ସୁତ ପ୍ରଜାପାଳଇ ଅବିରତ ଯାହାର ରାଜ୍ୟ ତୁମ୍ଭେ ଥାଇ ହରି ଭଜୁଛ ଯଜ୍ଞ ଦାହି ସେ ହରି ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ ନିର୍ମଳ ଭାଗବତ ବାଣୀ ସୁଜନେ ତର ଏହା ଶୁଣି इति श्रीमद्भागवते महापुराणे परमहंस्यां संहितायां प्रथमस्कन्धे कलिनिग्रहो नाम सप्तदशोऽध्याय। ओम नमो भगवते वासुदेवाय। हरि ओम।